କେମିତି ଅଛନ୍ତି ସମସ୍ତେ? ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍। ତ ପୁଣି କେତେ ଦିନ ପରେ ଆମେ ଭେଟ ହେଉଛେ। ଏବେ ରାତି 10ଟା ହେଇଗଲାଣି। ଆସିଲି ମୁଁ ସନ୍ଧ୍ୟା 7ଟା ହେଇଯିବ। ତ ଆସିଲା ପରେ ଏତେ ହେକ୍ଟିକ୍ ଥିଲା କାହିଁକି ନା ମୁଁ ଘରକୁ ପଳେଇଥିଲି। ମୋ ଭାଇ ଦେହ ଖରାପ ହେଇଥିଲା ଟିକେ, ତ ଘରକୁ ପଳେଇଥିଲି। ଆଉ ଘରୁ ଯିବା ଆସିବା କରୁଥିଲି ବି କିଛି ଦିନ ହେବ। ଆଉ ମୁଁ ଆଜି ଆସିଲି। ଫାଇନାଲି ଆଜି ଆସିଲା ପରେ ରୁମ୍ ଅବସ୍ଥା ବହୁତ ଖତରନାକ ହେଇକି ପଡ଼ିଥିଲା, ଯେଉଁଟାକି ମୁଁ ଆସିକି ଅଫିସ୍ ପଳେଇଥିଲି, ମୋତେ ଟାଇମ୍ ହେଇପାରିଲାନି। ଆସିକି ମୁଁ କିଛିଟା ରାତିରେ କ୍ଲିନ୍ କଲି, ଯେଉଁଥିପାଇଁ କି ମୁଁ ଡିନର୍ ଜଲ୍ଦି କରିଦିଏ, କିନ୍ତୁ ଏବେ ମୁଁ ଡିନର୍ କରିବା ପାଇଁ ବସିଛି। ଭାବିଥିଲି କିଛି ଟେଷ୍ଟି କରିକି ଖାଇବି, କିନ୍ତୁ ଟେଷ୍ଟି ଅଲଗା କିଛି ଖାଇ ହେଲାନି। ଆମ ଓଡ଼ିଆ ଲୋକମାନେ ଭାତ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି। ମୁଁ ବି ବହୁତ ପସନ୍ଦ କରେ ଭାତ ଖାଇବା ପାଇଁ, କିନ୍ତୁ ମୁଁ ଅଫିସ୍ ଯିବା, ଘରୁ ଆସିବା ଏସବୁ ଚକ୍କରେ ଭାତ ଖାଇପାରୁନାହିଁ। ରୁଟି ଖାଉଛି, ରୁଟି ବି ଏମିତି ନୁହେଁ କି ମୋତେ ଖରାପ ଲାଗେ। ରୁଟି ବି ମୁଁ ଖାଇକି ମ୍ୟାନେଜ୍ କରିଦିଏ। ମ୍ୟାନେଜ୍ ମତଲବ ମୁଁ ଖାଇପାରେ, କିଛି ଅସୁବିଧା ନାହିଁ। କିନ୍ତୁ ବହୁତ ଦିନ ଭାତ ନ ଖାଇଲେ ଇଚ୍ଛା ହୁଏ କେବେ କେବେ ଖାଇବା ପାଇଁ। ଆସିକି ମୁଁ ବନେଇଦେଲି ଚୁଡ଼ା ଉପମା। ଆସିକି ନାହିଁ, ଆକ୍ଚୁଆଲି ଆସିଲା ପରେ ମୋ ଗ୍ୟାସ୍ ସରିଯାଇଥିଲା। ତାପରେ ମୁଁ ଯେଉଁଠି ରହୁଛି ଆସିଲି, ଯେ ମୋର ଅଙ୍କଲ୍ ଅଛନ୍ତି, ଓନର୍ ଯିଏ ଅଛନ୍ତି, ତାଙ୍କ ସହ ମୁଁ ଗଲି। 2 ଜଣ ଯାକ ଗଲୁ। ତ ଗ୍ୟାସ୍ ଭରିବା ପାଇଁ ଯେଉଁ ଜାଗା ବି ବୁଲିଲୁ, ଆମେ 3-4 ଜାଗା ଆମେ ଦେଖିଲୁ, ସେଠି ଗ୍ୟାସ୍ ନଥିଲା। ପୁଣି ବୁଲି ଗ୍ୟାସ୍ ପାଇଲୁ। କେବଳ ଗୋଟେ ଭରି ହେଇଥାନ୍ତା ମୋରି ଗ୍ୟାସ୍ଟା, ସେଇ ଟାଇପ୍ର କିଛି ଥିଲା। ତ ଭରିଲା ପରେ ଗ୍ୟାସ୍ ଲଗାଇଲା ବେଳକୁ ତଳୁ ଜଳୁଥିଲା। ତ ସିଏ ବି ସେଟଲ୍ ହେଲା। ସେଟଲ୍ ହେଇସାରିଲା ପରେ ବାକି ଯାହା ମୁଁ କ୍ଲିନ୍ କରିବାର ଥିଲା ମୁଁ କରିଦେଲି। ଆଉ ସତ କହିବି ତ ଅଫିସ୍ରେ ବି ଆଜି ଟିକେ ନୋକଝୋକ୍ ହେଇଯାଇଥିଲା। କିଛି ମାନେ ଜଣଙ୍କ ସହିତ ଆକ୍ଚୁଆଲି ମେଣ୍ଟାଲିଟି ମିଶୁ ନଥିଲା, ଟିକେ ଅଲଗା ଟାଇପ୍ର ଫିଲ୍ ହେଉଥିଲା, ତ ଭଲ ଲାଗୁନଥିଲା। ଆସିଲି ସେସବୁ ସିଚୁଏସନ୍ ପରେ ଏବେ ମୁଁ ଏଇ ଡିନର୍ କରିବା ପାଇଁ ବସିଛି। ଏହା ପରେ ବି ଆହୁରି ବହୁତ ସାରା ଜିନିଷ କାମ ଅଛି କରିବା ପାଇଁ, ଯେମିତିକି ଆହୁରି ମୋତେ କ୍ଲିନ୍ କରିବାର ଅଛି, ରୁମ୍ କ୍ଲିନ୍ କରିବାର ଅଛି, ନିଜକୁ କ୍ଲିନ୍ କରିବାର ଅଛି, ବହୁତ କିଛି କରିବାର ଅଛି। ପୁଣି କାଲି ସକାଳୁ ମର୍ଣ୍ଣିଂରେ ବି ଉଠିବାର ଅଛି। ଠିକ୍ ଅଛି, ଆପଣମାନେ କେମିତି ଅଛନ୍ତି କମେଣ୍ଟରେ ନିହାତି କହିବେ। ମୋର ତ ବହୁତ ଚାଲିଛି, ଦୁଃଖେ ସୁଖେ ଚାଲିଛି। ମୁଁ କହିବିନି କି ପୁରା ଭଲ କି ପୁରା ଖରାପ, ଠିକ୍ ଠାକ୍ ଚାଲିଛି। ଭଗବାନ ଯେତିକି ଦେଇଛନ୍ତି ସେତିକିରେ ଖୁସି ହେଉଛି। ଆଗକୁ ବି ଟ୍ରାଏ କରୁଛି କିଛି, କାରଣ ଯଦି ମୁଁ ପୁରା ସାଟିସ୍ଫାଏ ହେଇଯିବି ତ ଆଗକୁ ବଢ଼ିପାରିବିନି। ତ ମୁଁ ଭାବେ ଏଇଟା ମୋର ଓନ୍ ଥଟ୍ସ। ଯେଉଁମାନେ ବି ଷ୍ଟ୍ରଗଲ୍ ଟାଇମ୍ରେ ଅଛନ୍ତି, ମୋର ବି କିଛି କ୍ଲୋଜ୍ଡ ପର୍ସନ୍ସ ସବୁ ଅଛନ୍ତି ଯେଉଁମାନେ ଷ୍ଟ୍ରଗଲ୍ କରୁଛନ୍ତି, ତ ଷ୍ଟ୍ରଗଲ୍ ଗୋଟେ ଜିନିଷ ଯେମିତିକି ସେ ଟାଇମ୍ଟାକୁ ଆମେ ଏନ୍ଜୟ କରିବା। ଯଦି ମନ ଦୁଃଖରେ ସାରିଦେବା କ'ଣ ହେବ ଭାବିକି, ଦେନ୍ ହଉ କି ନ ହଉ ସେଟା ଆମକୁ ତ ପଛରେ ବହୁତ ଆମେ କେମିତି ରିଆକ୍ଟ କରୁଛେ ସେ ଜିନିଷ ତ ଇଏ ଲାଗିବ। କିନ୍ତୁ ଯଦି ବି କେହି, ଯେମିତିକି ଫର୍ ଏକ୍ଜାମ୍ପଲ୍ କେହି କମ୍ପିଟେଟିଭ୍ ପାଇଁ ଟ୍ରାଏ କରୁଛନ୍ତି, ଯେମିତିକି ବହୁତ ଦିନ ପୂର୍ବରୁ ମୁଁ ବି କରୁଥିଲି, କିନ୍ତୁ ମୋର ପେସେନ୍ସ ନଥିଲା ସେତେବେଳେ। ଏବେ ମୁଁ ଭାବୁଛି ଯଦି କୌଣସି ଜିନିଷରେ ବି ଷ୍ଟ୍ରଗଲ୍ କରୁଛନ୍ତି, କୌଣସି ଜିନିଷରେ, କେବଳ କମ୍ପିଟେଟିଭ୍ ନାହିଁ, ଯଦି କୌଣସି ଜିନିଷରେ ଷ୍ଟ୍ରଗଲ୍ କରୁଛନ୍ତି, ଭଲସେ ଷ୍ଟ୍ରଗଲ୍ କରନ୍ତୁ। ନିଜର 100% ଆପଣ ଦିଅନ୍ତୁ, କି ପରେ ଆପଣଙ୍କୁ ଭାବିବା ପାଇଁ ପଡ଼ିବନି ଆରେ ମୁଁ ତ ନିଜେ ଦେଇନି। ନିଜର ପୁରା ସେତିକି ଏଫର୍ଟ ଆପଣ ଲଗେଇ ନାହାନ୍ତି। ଯଦି ଲଗେଇଥିବେ କୌଣସି ନା କୌଣସି ବାଟରେ ରିଟର୍ନ ଆସିବ। କାରଣ ଯଦି କର୍ମ କରିଛନ୍ତି ଆପଣ, ସେ କର୍ମ କେବେ ବେକାରରେ ଯାଏନି। ମୁଁ ଏଇଟା ରିଅଲ୍ ଲାଇଫ୍ରେ ବହୁତ ଟାଇମ୍ ଏକ୍ସପିରିଏନ୍ସ କରିଛି, ବହୁତ ଟାଇମ୍। ତ ମୁଁ ମେ ବି ଜ୍ଞାନ ବାଣ୍ଟିଦେଲି, କିନ୍ତୁ କାହାର ମନ କାହାକୁ ହଟ୍ କଲା ଭଳିଆ ମୁଁ କିଛି କହିନି। ଯଦି ମୋ ଚ୍ୟାନେଲ୍ ଆପଣଙ୍କୁ ଭଲ ଲାଗେ,
जदि आप चाहते कि नुआ नुआ कंटेंट आने नुआ नुआ किसी आपन को चाहूँ जमीक रेसिपी हो जाऊँगी बुलायापाई हो शॉपिंग उपर हो स्किन केयर हो जमी आपन को दरकार कि हेल्दी खाइबा हो कारण ये जिन बहुत फॉलो करे तो जदि ये सब किसी भी दरकार कमेंट सेक्शन आप निहाती जनइबे तो ब्लॉग आपन को केमती लगिला से भी मत कहे स्टे ट्यून्ड बाय बाय।